ସକାଳୁ ଉଠି ବୋଉକୁ ଟିକେ ଶାଗୁ ମିଶ୍ରି ଲେମ୍ବୁ ପିଇବାକୁ ଦେଇଥିଲି। ଏମିତିରେ ତା ପେଟ ବୋଧେ ଭଲ ରହୁନି, ଯାହାଫଳରେ କି କିଛି ଖାଇବାକୁ ଇଚ୍ଛା କରୁନି। ତେଣୁ ଟିକେ ଶାଗୁ ମିଶ୍ରି ଖାଇଦେଲେ କାଳେ ଭଲ ହେଇଯିବ, ସେଥିପାଇଁ ଖାଇବାକୁ ଦେଇଥିଲି। ବାପାଙ୍କୁ ସକାଳର ଜଳଖିଆ ଖାଇବାକୁ ଦେଇଥିଲି। ବାପା ବୋଉଙ୍କ କାମ ସରିଗଲେ ମୋର ବୋଧେ ଘରର ଅଧା କାମ ସରିଗଲା। ଲାଲା ଆଜି ରାକ୍ଷୀ ପିନ୍ଧିବାକୁ ତା ମାମୁଁ ଘରକୁ ଯାଇଛି, ଗାଁକୁ ଆସିନଥିଲା। ମୁଁ କହିଲି ହଉ ନ ଆସେ। ମୋ ମାମୁଁ ମାଇଁ ଆଜି ଘରକୁ ଆସିଥିଲେ। ମାମୁଁ ଆସିବା ପୂର୍ବରୁ ଖବର ଦେଇଥିଲେ, କହିଲେ ମୁଁ ଆଜି ଯାଉଛି। ମୁଁ କହିଲି ମାମୁଁ ଆସିଲା ବେଳେ ମିଠା କିଛି ଆଣିବେନି, ଯେହେତୁ ମିଠା କେହି ଖାଉନାହାନ୍ତି, କ'ଣ ହେବ ମିଠା ଆଣିଲେ, ମନା କରିଥିଲେ। ତାଙ୍କ ପାଇଁ ଟିକେ ଜଳଖିଆ ବନେଇ ଦେଇଥିଲି। ସେମାନେ ଖାଇକି ବାହାରି ଯିବେ ବୋଲି ବାହାରିଥିଲେ। କିଛି ସମୟ ବସିକି ବାପା ବୋଉ ମାମୁଁ ମାଇଁ ସମସ୍ତେ ଗପସପ ହେଇଥିଲେ। ଝିଅ ଆଜି ରାକ୍ଷୀ ପିନ୍ଧାଇବାକୁ ବାପାଙ୍କୁ ଆସିଥିଲା। ବାପାଙ୍କୁ ରାକ୍ଷୀ ପିନ୍ଧେଇକି ମାଗିଲା ରାକ୍ଷୀ ପାଇଁ ପଇସା ଦିଅନ୍ତୁ। ସେ କହିଲେ 10 ଟଙ୍କା ଦେବି। ଆଜି ପର୍ବରେ ପିଠା ହେବା କଥା, କିନ୍ତୁ ଘରେ ମୁଁ କରିପାରିନଥିଲି। ମାମୁଁ ଏଇ ଫଳ ସବୁ ଆଣିଥିଲେ, ପିଠା ସବୁ ପାଖ ପଡ଼ୋଶୀମାନେ ଦେଇଥିଲେ। ବର୍ଷା ହେଇଛି, ବର୍ଷାରେ ଆମ ସାହି ହାଲ ବେହାଲ। ଏମିତି ପାଣି ହେଲେ ପିଲା